ତ ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଲରେ ଥିବେ। ତ ଆଜି ରିଭ୍ୟୁ କରିବା ଏବେର କଣ୍ଟ୍ରାଭର୍ସିଆଲ ମୁଭି, ଯୋଉଟା କଣ୍ଟ୍ରାଭର୍ସିରେ ଅଛି ଏବେ, ଆଇ ଲଭ୍ ୟୁ 2 ର। ହଁ, ତ ଟିକେଟ ମତେ ମିଳିବା ବହୁତ କଷ୍ଟ ହେଇଯାଇଥିଲା। କଷ୍ଟ ମାନେ ଏଥିପାଇଁ ହେଲା, ଟିକେଟ ମିଳୁନଥିଲା। ଗୁଡାଏ ମାନେ ଥିଏଟରରେ ମୁଭି ଚାଲୁନି। ତ ଯୋଉଟା ଚାଲୁଛି ଟାଇମ ର ଗଡବଡ ଅଛି, ତା ସହିତ ପ୍ରାଇସ୍ ବି ଅଛି। ଆଇନକ୍ସ ଗୁଡାକରେ ଅଧିକାଂଶ ଚାଲୁଛି, କାରଣ ପ୍ରାଇସ୍ ତାର ଅଧିକା ଆସୁଛି। ତ ଏତେ ଟଙ୍କା ଦେଇ ଯିବାଟା ଟିକେ କଷ୍ଟକର ଥିଲା। ଫିର୍ ବି ଯେହେତୁ କାମ ହଉଛି ରିଭ୍ୟୁ କରିବା, ଯିବାକୁ ମତେ ପଡିଲା। ତ ମୁଭି ଏବେ ଯେତିକି ଓଡିଆରେ ମୁଭି ଯେତିକି ହଉନି, କଣ୍ଟ୍ରାଭର୍ସି ତାଠୁ ଅଧିକା ହଉଛି। ଆଉ ଏବେ ମାନେ ମୁଭିକୁ କମ ଯିବାକୁ ପଡୁଛି, ବେଶୀ ମତେ ଏଇ କଣ୍ଟ୍ରାଭର୍ସି ଲାଗୁଛି ମୁଭି ବୋଧେ। ତ ସେଥିରେ ଖାସ କରି କିଛି ଆମର ଡାଇରେକ୍ଟର ପ୍ରଡ୍ୟୁସର ହେଲେ, ହିରୋ ହେଲେ, ତାପରେ ଆମର କିଛି ନ୍ୟୁଜ ଚ୍ୟାନେଲ, ଏମାନେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସବୁ। ଛାଡ, ଏଣ୍ଟରଟେନମେଣ୍ଟ ତ ମିଳୁଛି, ଆମକୁ ବି ମିଳିଯାଉଛି କଣ୍ଟେଣ୍ଟ। ଯୋଉମାନେ ରୋଷ୍ଟ କରୁଛନ୍ତି ତାଙ୍କ ପାଇଁ ବି କଣ୍ଟେଣ୍ଟ ମିଳିଯାଉଛି। ତ ମୁଁ ତ ରୋଷ୍ଟ କରୁନି, କି ରୋଷ୍ଟ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ତ ରିଭ୍ୟୁ କରିନବା ମୁଭିର। ଦେଖନ୍ତୁ, ଫାର୍ଷ୍ଟ କଥା ହଉଛି, ମୁଭି ଯେବେ ବନା ହେଇଥିଲା କିମ୍ବା କେବେଠୁ ବନେଇବା ଷ୍ଟାର୍ଟ କରିଥିଲେ, ସେବେ ଯଦି ଏ ଷ୍ଟୋରି ଆସିଥାନ୍ତା, ତାହେଲେ ଲୋକମାନେ ଆପ୍ରିସିଏଟ କରିଥାନ୍ତେ। କିନ୍ତୁ ଏବେର ଯୋଉ ଷ୍ଟୋରି, ହଁ, ଆଉ ଗୋଟେ କଥା ମୁଁ ଇମ୍ପୋର୍ଟାଣ୍ଟ କଥା କହିବାକୁ ଭୁଲିଗଲି। ଆଇ ଲଭ୍ ୟୁ ସହିତ ଆଇ ଲଭ୍ ୟୁ 2 ର କୌଣସି ପ୍ରକାର ସମ୍ପର୍କ ନାହିଁ। ଇଏ ଷ୍ଟାଣ୍ଡ ବାଇ ଅଛି। ତ ଷ୍ଟୋରି ଉପରକୁ ଆସିବା। ତ ସେବେ ଯଦି ଷ୍ଟୋରି ଥାନ୍ତା, ଯେବେ ଏ ମୁଭି ଷ୍ଟାର୍ଟ ହେଇଥିଲା ସୁଟିଂ, ତାହେଲେ ବି ଚଳିଥାନ୍ତା। ଏବେ ଲୋକ କିଛି ଅଲଗା ଦେଖିବାକୁ ଚାହୁଁଛନ୍ତି, ମାସ ମସାଣ ମୁଭି ଦେଖିବାକୁ ଚାହୁଁଛନ୍ତି। ତେଣୁ ଏବେ ଷ୍ଟୋରି ଚାଲିବା ବହୁତ କଷ୍ଟକର। ତାପରେ କେବଳ ସିନେରୀ ଦେଖେଇଲେ କି ଭଲ ଜାଗା ଅଲଗା ଅଲଗା ଦେଖେଇଲେ ବି ଆପଣଙ୍କର କଣ୍ଟେଣ୍ଟ ର ଦମ ଆସେନି। ନର୍ମାଲ ଗୋଟେ ସର୍ଟ ମୁଭି, ୟୁଟ୍ୟୁବର ମାନେ ବି ସର୍ଟ ମୁଭି ଭଲ ନିଜ ଗୋଟେ ଘରେ କରିକି ବି ଭଲ କଣ୍ଟେଣ୍ଟ ସେମାନେ ନାଁ ନେଇଯାଉଛନ୍ତି। ତ ଆକ୍ଟିଂ ଉପରକୁ ଯଦି ଆସିବା, ତାହେଲେ ଆକ୍ଟିଂ ହଉଛି, ମତେ ହିରୋ ଯିଏ ଅଛନ୍ତି ତାଙ୍କ ଆକ୍ଟିଂ ଭଲ ଲାଗିଲା। ଆଉ ହିରୋଇନଙ୍କ ବି ଆକ୍ଟିଂ ଭଲ ଲାଗିଲା କହିପାରିବା। ଆଉ କିନ୍ତୁ ହିରୋଇନଙ୍କ ଯିଏ ସାଇଡ ଆକ୍ଟର ଥିଲେ, ମାନେ ତାଙ୍କ ଆକ୍ଟିଂ, ଛାଡ। ଏଇଥିପାଇଁ ମୁଁ ତାଙ୍କ ଆକ୍ଟିଂ ଟାକୁ ଜୋର ଦେଲି ଯେ ସାଇଡ ଆକ୍ଟରଙ୍କର ଭୂମିକା ଏବେ ଯେକୌଣସି ମୁଭି ଆପଣ ଦେଖନ୍ତୁ, ବା ସିରିଏଲ ଦେଖନ୍ତୁ, ବା ସିରିଜ ଦେଖନ୍ତୁ, ବହୁତ ବଡ ଭୂମିକା ରହୁଛି। ତ ସେଇଥିପାଇଁ କହିଲି। ତ ଆଉ ଗୋଟେ କଥା ହେଲା ଯେ, ନେକ୍ସଟ ଯଦି ଆସିବା ଆମେ ସଙ୍ଗ ଉପରକୁ, ସଙ୍ଗ ଗୁଡାକ ଭଲ ଅଛି। କିନ୍ତୁ ଯେହେତୁ ଆମେ ପୁରୁଣା ସଙ୍ଗ ଆମେ ଦେଖିଛେ ଆଉ ତାକୁ ରିଲେଟ କରିଛେ, ତେଣୁ ଏଇ ସଙ୍ଗ ଟିକେ ତା ଆଗରେ ଫିକା ଆସୁଛି। କିନ୍ତୁ ସଙ୍ଗ ଭଲ ଅଛି, କିଛି ଖରାପ ନାହିଁ। ତ ଫାଇନାଲି ଯଦି ମୁଁ ମୁଭିକୁ ପଏଣ୍ଟ ଦେବି, ତାହେଲେ ନାଇଁ, ଛାଡ, ପଏଣ୍ଟ ଦବାନି। ରହିଲି। ଜୟ ଜଗନ୍ନାଥ, ଦେଖା ହବା ଗୋଟେ ଭିଡିଓ।